ପଦରେ ପ୍ରଭୁ ଯୀଶୁ ପର୍ବ ତାର 32 ପଦରେ ପ୍ରଭୁ ଯୀଶୁ ଲଟଙ୍କ ସ୍ତ୍ରୀର କଥାକୁ ସ୍ମରଣ କର ନାହିଁ। ଲଟଙ୍କର ସ୍ତ୍ରୀଙ୍କର କଥାକୁ ସ୍ମରଣ କର ନାହିଁ ବା ସ୍ମରଣ କର, ସେଠି ଲେଖା ହେଇଛି ତମେ ଟିକେ ଲଟଙ୍କ ସ୍ତ୍ରୀଙ୍କର କଥାକୁ ଟିକେ ମନେ ପକ ବା ସ୍ମରଣ କର ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ତାଙ୍କର ଶିଷ୍ୟମାନଙ୍କୁ ଏ କଥା କହୁଛନ୍ତି। ତ ପ୍ରିୟ ମଣ୍ଡଳୀ, ଆମେ ଦେଖୁଛୁ, ଆମେ ସମସ୍ତେ ଜାଣିଛୁ ଯେ ଲଟଙ୍କ ସ୍ତ୍ରୀ ଯୋଉ ସୋଦମ ଗମୋରାରେ ସେମାନେ ବାସ କରୁଥିଲେ, ସେଇ ସମୟ ମଧ୍ୟରେ ଆଉ କିପରି ତାଙ୍କର ପରିବାର ମଧ୍ୟରେ ସେଇ ସୋଦମ ଗମୋରା ନଗରୀ ମଧ୍ୟରେ ଯେଉଁ ପ୍ରଭୁଙ୍କର କୋପ, ପ୍ରଭୁଙ୍କର କ୍ରୋଧ, ଅଭିଶାପ ଯୋଉ ଆସିଲା, ସେତେବେଳେ ସେ ପରିବାର କିପରି ପ୍ରଭୁଙ୍କର ଦୟାରେ ସେମାନେ ରକ୍ଷା ପାଉଛନ୍ତି। ଆଉ ସେଇ ପରିବାର ମଧ୍ୟରେ ଜଣେ ସ୍ତ୍ରୀ ଯିଏକି ଲଟଙ୍କ ସ୍ତ୍ରୀ, ସିଏ ପଛକୁ ସେ ଚାହିଁ ଆଜି ସେ କିପରି ବିନାଶ ହେଇଛି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ଲଟଙ୍କର ସ୍ତ୍ରୀକୁ ଆଜି ଆମମାନଙ୍କୁ ମନେ ପକାଅ ବୋଲି ଆଜି ସେ କହୁଛନ୍ତି। ଶିଷ୍ୟମାନଙ୍କୁ ସେ ଏଇ କଥା କହିଲେ, କିନ୍ତୁ ଆଜି ଆମ ସମସ୍ତଙ୍କ ଜୀବନରେ ସେଇ କଥାର ଆବଶ୍ୟକ ଅଛି। ଲଟଙ୍କର ସ୍ତ୍ରୀଙ୍କର କଥାକୁ ଆମେ କାହିଁକି ମନେ ପକାଇବା ବା କାହିଁକି ସ୍ମରଣ କରିବା? ଯେହେତୁ ଲଟଙ୍କ ସ୍ତ୍ରୀ ଯେଉଁ ପଛକୁ ଚାହିଁଲେ, ସେଇ ପଛ ଆଡେ ସବୁ ପ୍ରକାର ମନ୍ଦ ବିଷୟ ଥିଲା, ସବୁ ପ୍ରକାର ପାପ ବିଷୟ ଥିଲା ସୋଦମ ଗମୋରାରେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଯେ ଲଟଙ୍କର ସ୍ତ୍ରୀଙ୍କର କଥାକୁ ଟିକେ ମନେ ପକାଅ। ମନେ ପକାଇଲା ପରେ ଲଟଙ୍କର ସ୍ତ୍ରୀଙ୍କର ଯେଉଁ ଅବସ୍ଥା ହେଲା, ଯଦି ତମେ ସେଇ ଅବସ୍ଥା ହେବ ମୋର ମଧ୍ୟ ହବ ବୋଲି ଯଦି ଭାବୁଛ, ତମେ ପଛକୁ ଫେର, ଦେଖ। ଯଦି ନାହିଁ, ତମେ ଯଦି ବିନାଶରୁ ରକ୍ଷା ପାଇବାକୁ ଇଚ୍ଛା, ତାହେଲେ ତମେ ଆଗକୁ ତମେ ଯାଅ, ତମେ ପଛକୁ ଆଉ କୌଣସି ବିଷୟ ତମେ ଦେଖ ନାହିଁ। ଆମେ ଯଦି ଦେଖିବା ପବିତ୍ର ଧର୍ମଶାସ୍ତ୍ରରେ ଏହିପରି ଅନେକ ଲୋକଙ୍କର ବିଷୟ ପ୍ରଭୁଙ୍କର ଜୀବନ୍ତ ବାକ୍ୟରେ ଲେଖାଯାଏ। ତନ୍ମଧ୍ୟରୁ ଆମେ ଦେଖିବା ଯିଏ ଆଗକୁ ଯାଇଛି ପ୍ରଭୁଙ୍କର କଥା ମାନି, ସେ କିପରି ରକ୍ଷା ପାଇଛି, କି ପ୍ରକାର ଉନ୍ନତ ହେଇଛି, ଆଉ ଯିଏ ପଛକୁ ଫେରିଛି ବା ଦେଖିଛି, ସେ କିପରି ବିନାଶ ହେଇଛି, ପ୍ରଭୁଙ୍କର ଜୀବନ୍ତ ବାକ୍ୟ ମଧ୍ୟରେ ଆମେ ଦେଖିପାରିବା। ଆମେ ଯଦି ଦେଖିବା ଯେ ଆଦି ପୁସ୍ତକ ତାର 19 ଆଉ ଆଦି ପୁସ୍ତକ ତାର 3 ପର୍ବ ଆଉ 6 ପଦରେ ସେଠି ମଧ୍ୟ ଲେଖା ଯାଉଛି। ଆମେ ଦେଖିବା ଯୋଉ ହବାଙ୍କର ବିଷୟରେ ଆଦି ପୁସ୍ତକ 3:6 ଆଦି ପୁସ୍ତକ 3 ତାର 6ରେ ଲେଖା ଯାଉଛି, ଏଥିରେ ନାରୀ ସେ ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ତ୍ର ସ୍ୱାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ଏଠି ଆମେ ଦେଖୁଛୁ ଯେ ହବା ପ୍ରଭୁ ପରମେଶ୍ୱର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଏଠି ଦେଖୁଛୁ ଯେ ହବାର କିଛି ଆବଶ୍ୟକ ନଥିଲା। ଆମେ ଏଠୁ ଜାଣିପାରୁଛୁ ଯେ ହବା ନିଶ୍ଚୟ ସେ ଗଛ ପାଖରେ ସେ ଥିଲା, ଯୋଉଟା କି ପରମେଶ୍ୱର ମନା କରୁଥିଲେ ଯେ ତୁମେ ସେ ବୃକ୍ଷର ଫଳକୁ ତୁମେ ଖାଇବ ନାହିଁ। ଅଲଗା ଯୋଉ ଗଛ ଯାକ ଅଛି, ଫଳ ଗଛ, ପ୍ରତ୍ୟେକ ଗଛର ଫଳ ଖାଇବ, କିନ୍ତୁ ଏଇ ଗଛର ଫଳ ତୁମେ ଖାଇବ ନାହିଁ। ପରମେଶ୍ୱର ଯେତେ ମନା କଲେ ବି ତାଙ୍କର ବାକ୍ୟରେ ସେ ପୁରା ସେ ମନା କରୁଥିଲେ ବି, ଏ ହବାର କିଛି କାମ ନଥିଲା ସେ ଗଛ ପାଖରେ ଯିବା ପାଇଁ। ଏ ନିଶ୍ଚୟ ସେ ଗଛ ପାଖରେ ସେ ଥିଲା। ତେଣୁ ତ ଶୈତାନ ତାକୁ କହିଲା, ଦେଖ ଏ ଗଛର ଫଳକୁ ଦେଖ କେମିତି ବଢିଆ ଅଛି ବୋଲି। ସେ ଗଛ ପାଖରେ ସେ ଥିଲା ବୋଲି ସେ ଗଛର ଫଳକୁ ସେ ଦେଖିଲା, ଯୋଉ ଦ୍ୱାରା କି ତାର ଆଖି, ତାର ନୟନ ସେ ଗଛର ଫଳକୁ ଦେଖି ଲୋଭ ହେଲା, ସେଇ ଗଛର ଫଳ ପ୍ରତି ସେ ଆସକ୍ତ ହେଇଗଲା। ସେ ହବା ଆଉ ବାଧ୍ୟ ହେଇକରି ସେ ନୟନର ଲୋଭକୁ ସେ ଦେଖି ସେ ନିଜକୁ ସେ ନିଜର
ବଶୀଭୂତ ସେ କରିପାରିଲା ନାହିଁ, ସେ ନିଜକୁ ନିଜର ସଂଯମତାରେ ସେ ରଖି ପାରିଲା ନାହିଁ, ସେ ଏମିତି ହେଇଗଲା, ସେ ଆସକ୍ତ ହେଇଗଲା ସେ ଫଳ ପ୍ରତି ଆସକ୍ତ ହୋଇ ସେଇ ଫଳକୁ ସେ ତଳିଲା, ଶୈତାନର କଥାରେ ପଡ଼ି ସେଇ ଫଳକୁ ସେ ଖାଇଲା ତ ଖାଇଲା, ତାର ସଙ୍ଗୀ ତଥା ତାର ସ୍ୱାମୀକୁ ମଧ୍ୟ ସେଇ ଫଳକୁ ଦେଲା, ସେ ମଧ୍ୟ ଖାଇଲା, ଯୋଉ ଦ୍ୱାରା ସେମାନେ ପାପ କଲେ ପରମେଶ୍ୱରଙ୍କ ଦୃଷ୍ଟିରେ, ଆଉ ସେମାନେ ସବୁଦିନ ପାଇଁ ସେମାନେ ଅନନ୍ତ ଜୀବନକୁ ସେମାନେ ହରାଇଲେ, ସବୁଦିନ ପାଇଁ ସେମାନେ ଅନନ୍ତ ଜୀବନକୁ ହରାଇ ଯାହାକି ଜଗତ ମଧ୍ୟରେ ସେମାନେ ପାପକୁ ପ୍ରବେଶ କରାଇଲେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏମିତି ଶିକ୍ଷା ଦିଅନ୍ତି ଯେ ଆମେ ଦେଖୁଛୁ ନୂତନ ନିୟମରେ ମାନେ ମହାନ ପଣ୍ଡିତଜ୍ଞ ଶାସ୍ତ୍ରଜ୍ଞ ମାନେ ବି ଆଉ ତାଙ୍କର ଶିକ୍ଷାରେ ଈର୍ଷା କରନ୍ତି, ତାଙ୍କର ଶିକ୍ଷାରେ ସେମାନେ ମାନେ ଜଳି ଯାଆନ୍ତି ଯେ ଏଇ ଲୋକଙ୍କ ପାଖରେ ଏଇପରି ଜ୍ଞାନ କିପରି ଆସିଲା। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଯେ ତୁମେ ଲୋକଙ୍କର ସ୍ତ୍ରୀଙ୍କର କଥାକୁ ତମେ ଟିକେ ସ୍ମରଣ କର ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ଆମକୁ କହୁଛନ୍ତି। ତ ଯେଉଁମାନେ କୌଣସି ମନ୍ଦ ବିଷୟକୁ ଆସକ୍ତ ହୁଅନ୍ତି ସେମାନେ ଏହିପରି ଭାବରେ ଆଉ ଆଦମ ହବାଙ୍କ ଜୀବନରେ ଯେପରି ପାପ ଆସିଲା, ଯେପରି ବିନାଶ ହେଲେ, ଆଉ ସେମାନେ ଆମେମାନେ ମଧ୍ୟ ଯଦି ଆମେ ପଛକୁ ଚାହିଁବା ପ୍ରଭୁଙ୍କ ଠାରୁ ଆମେ ରକ୍ଷା ପାଇବା ନାହିଁ। ଆଜି ଲଟଙ୍କର ସ୍ତ୍ରୀ ପଛକୁ କାହିଁକି ଚାହିଁଲେ? ସ୍ୱର୍ଗର ଦୂତମାନେ ଆସିଲେ, ସେ ପରିବାରକୁ କହିଲେ ଯେ ତୁମେ ଅତି ଶୀଘ୍ର ଏଇ ନଗରକୁ ସୋଦମ ଗମୋରାକୁ ଛାଡ଼ି ତମେ ମାନେ ଶୀଘ୍ର ତମେ ପ୍ରାନ୍ତର ଆଡ଼କୁ ତମେ ଧାଅ, ଯୋଉଠି ପର୍ବତ ପାଖରେ ତମେ ଯାଅ, ପର୍ବତ ପାଖରେ ତମେ ଯାଇ ତମେ ସେଠି ରକ୍ଷା ପାଇବ। ଯେହେତୁ ପରମେଶ୍ୱର ଅଗ୍ନି ପଠାଇ ସୋଦମ ଗମୋରାକୁ ବିନାଶ କରିବା ପାଇଁ ଯାଉଛନ୍ତି, ଆଉ କିଛି ସମୟ ଅଛି, ତମେ ଶୀଘ୍ର ଏଠୁ ତମେ ପଳାଅ। ଏମିତିକି ସ୍ୱର୍ଗର ଦୂତ ମାନେ ସେମାନଙ୍କ ହାତ ଧରିକି ବି ଟାଣିକି ଘରୁ ସେମାନଙ୍କୁ ନେଇଗଲେ। ଏଇ ସମୟରେ ସେମାନେ ଯାଉଛନ୍ତି କିନ୍ତୁ ଲୋକ ତ ପ୍ରଭୁଙ୍କର କଥା ମାନି ଚାଲିଲେ, ଆମକୁ ତାଙ୍କର ଝିଅ ମାନେ ମଧ୍ୟ ଗଲେ, କିନ୍ତୁ ଏଇ ସୋଦମ ଗମୋରାର ଆସକ୍ତ ବିଷୟ ଯୋଉଟା କି ଲୋଟଙ୍କ ସ୍ତ୍ରୀଙ୍କର ମନକୁ ଟାଣୁଥିଲା ଯେ ମୁଁ ମୋର ଏ ଘରକୁ କେମିତି ମୁଁ ଛାଡ଼ି କରି ଯିବି, ମୋର ସାଙ୍ଗସାଥି ମାନଙ୍କୁ କେମିତି ଛାଡ଼ି କରି ଯିବି, ମୋର ଧନ ସମ୍ପତ୍ତିକୁ ମୁଁ କେମିତି ଛାଡ଼ି କରି ଯିବି। ଏପରି ପରିବାର ଲୋକଙ୍କ କଥାରେ ସେ ବାଧ୍ୟ ହୋଇ ଧାଉଁଛି, କିନ୍ତୁ ତାର ମନରେ ତାର ପଛର ବିଷୟ ସବୁ ରହିଯାଇଛି, ତାର ପଛର ବିଷୟ ରହିଯାଇଛି। ଆଉ ଲୋଟ ଏଇ ସୋଦମ ଗମୋରାର ଲୋକ ନାହିଁ, ସେ ଅବ୍ରାହମଙ୍କ ସହିତ ଲୋଟ ଯେତେବେଳେ ଆସିଲେ ଏଇ ସୋଦମ ଗମୋରାର ଏଇ କନ୍ୟାକୁ ବିବାହ ହେଇକିନା ଲୋଟ ଏଇ ସୋଦମ ଗମୋରାରେ ରହିଗଲେ। କିନ୍ତୁ ଏଇ ସୋଦମ ଗମୋରା ଈଶ୍ୱରଙ୍କ ଦୃଷ୍ଟିରେ ଗୋଟେ ପାପମୟ ନଗରୀ ହେଇଗଲା, ଗୋଟେ ଯେମିତି ଅଭିଶପ୍ତ ନଗରୀ ହେଇଗଲା। ତେଣୁ ପରମେଶ୍ୱର ବିଶ୍ୱସ୍ତ ପରିବାରକୁ ଉଦ୍ଧାର କରିବା ପାଇଁ ସେ ଚାହିଁଲେ, ସେ କେବେ ମଧ୍ୟ ତାଙ୍କୁ ବିନାଶ କରିବାକୁ ଚାହିଁଲେ ନାହିଁ। ତେଣୁ ତାଙ୍କର ଦୂତ ମାନଙ୍କୁ ପଠେଇ ଏମାନଙ୍କୁ ସେମାନେ ବାହାର କରୁଛନ୍ତି। ତଥାପି ଲୋଟଙ୍କ ସ୍ତ୍ରୀଙ୍କର ଅଭିଳାଷ, ତାଙ୍କର ଆସକ୍ତ ହେଇଗଲା ପ୍ରତ୍ୟେକ ବିଷୟରେ, ତାଙ୍କର ପଛର ମନ୍ଦ ବିଷୟ, ଉତ୍ତମ ବିଷୟ ହେଲେ ସେ ରକ୍ଷା ପାଇଥାନ୍ତା, ମନ୍ଦ ବିଷୟ ଯାହା ପଛରେ ଅଛି। ଆଉ ଲୋଟଙ୍କର ସ୍ତ୍ରୀ ଯେତେବେଳେ ପଛକୁ ସେ ଅନେଇଲେ, ସେଇ ଜାଗାରେ ସେ ଗୋଟେ ଲୁଣର ବା ଲୌହ ସ୍ତମ୍ଭ ସେ ହେଇଗଲେ, ଯୋଉଟା କି ଅନେକ କହନ୍ତି ଯେ ସେ ଲୌହ ସ୍ତମ୍ଭ ଆଜି ମଧ୍ୟ ସେଠାରେ ଅଛି ବୋଲି ସମସ୍ତେ, ବା ଯେଉଁଠାରେ ଅଛି ସେଠାରେ ଦେଖିଥିବା ଲୋକମାନେ ସେମାନେ ସାକ୍ଷ୍ୟ ଦିଅନ୍ତି। ଏଇପରି ଭାବରେ ଆମେ ଯଦି ପ୍ରତ୍ୟେକ ମନ୍ଦ ବିଷୟକୁ ଆମେ ଯଦି ଦେଖିବା ପଛ ଆଡ଼େ, ତାହେଲେ ଆମଙ୍କ ପରିଣାମ ମଧ୍ୟ ଏଇପରି ହେଇପାରିବ। ତେଣୁ ଏବେ ପଛର ବିଷୟକୁ ମୁଁ ଯଦି ଦେଖିବି ନାହିଁ ବୋଲି ଯଦି ଆମେ ଗୋଟେ ଉଦାହରଣ ଦେବା, ଯଦି ଗୋଟେ ଲୋକ ମଦ ପିଉଥିବ ଆଉ ମଦ ପିଇ ଛାଡ଼ିଦେଲି, ମୋର ପଛର ବିଷୟକୁ ଦେଖିବି ନାହିଁ ବୋଲି ସେ କହିବ, କିନ୍ତୁ ମଦ ଭାଟିରେ ଯାଇକିନା ସେ ବସିଥିବ, ବୋଲେ ଆମେ କେବେ ଭାବି ପାରିବାନି ଯେ ଏ ଲୋକ ମଦ ଛାଡ଼ିଦେଲା, ଏ ଠିକ ବାଟରେ ଆସିଲା ବୋଲିକି ଆମେ କେବେ ଚିନ୍ତା କରିବା ନାହିଁ, କେବେ ବିଶ୍ୱାସ ଆମେ କରିବା ନାହିଁ ଯେ ଏ ଲୋକ ଠିକ ବାଟରେ ଆସିଲା ବୋଲି। କିନ୍ତୁ ଯେଉଁମାନେ ମନ୍ଦ ବିଷୟକୁ ପରିତ୍ୟାଗ କରି ପଛ ବିଷୟକୁ ସେମାନେ ଦେଖନ୍ତି ନାହିଁ, ବା ଯୋଉ ଜାଗାରେ ମନ୍ଦ ବିଷୟ ଅଛି, ପାପ ବିଷୟ ଅଛି, ଝଗଡ଼ା ଜାତି ଅଛି, କଳହ ଅଛି, ଅଶାନ୍ତି ଅଛି, ସେଇ ଜାଗାରେ ଯଦି ଆତ୍ମିକ ଲୋକମାନେ ହେଲେ କଣ କରିବେ? ସେ ଜାଗାକୁ ଅଲରେଡି ସେମାନେ ସେ କାହା ସହିତ ଯୁକ୍ତି ତର୍କ ନ କରି ଜାଗାକୁ ଆମେ ଛାଡ଼ି ଦେବାଟା ବୋଲି ସବୁଠାରୁ ଭଲ। ଆମେ ସେଥିରୁ ଆମେ ରକ୍ଷା ପାଇବା। କଳହ ଜାଗାରେ ଆମେ ଅନ୍ୟ ସହିତ ଯୁକ୍ତି ତର୍କ ନ କରି ଆମେ ସେଇ କଳହ ଜାଗାକୁ ଆମେ ପରିତ୍ୟାଗ ଛାଡ଼ି ଦେବାଟା
आम सब बेटर हो पार जोटी नाना प्रकार मंद कार्य होची सेही जगह आमे जे लोक को बुझाइबा अपेक्षा हमर कथा तो के सुनबे नै मंद विषय जो जगह अछि हम से मंद विषय एरिया को हमें छाड़ी कर पळाइबाटा सबठार हम पई लाभदायक हबो एई परी प्रभुकर वाक्य मध्ये लिखा जे जे पछ आड़े न चाहि कोनोसी प्रकार आसक्त न होई जे जगह छाड़ी पळाइछि से उन्नत होइछि जदि आम जदि देखिबा सेमती जदि ए आदि पुस्तक 39 पर्व तार 12 पदरे लिखा जाउछि जे कोन ना जे किपरि से मंद विषय को छाड़ी पळेले किपरि से रक्षा पाइले प्रभु को ठारो आदि पुस्तक 39 12 रे कोन लिखा जाउछि हमने देखिबा तेणु से जोसेफंकर वस्त्र धरी मोर संगे शयन करी कर बोली टणाटणी कला मात्र जोसेफ ताहा हस्तरे अपना वस्त्र छाड़ी बाहर को पळाई गले एटे माने देखुछु प्रिय प्रभुकर लोक माने जोसेफ ताकर जीवन रे मधे एपरि गोटे मंद विषय आसीथिला जणे स्त्री ताको गोटे फांदरे पकेबी बोली से चेष्टा करिथिला किंतु जोसेफ से कोन कले ना कोनोसी विषय रे से आसक्त हेले नै से सेठु कोन कले ना जेंति से छडा छडी निजर जागा से छाडी देले एठारो पळाइबाटा ही सबठारो बेटर आ प्रभु को से भय कले जोसेफ जो द्वारा कि परमेश्वर परवर्ती अवस्था रे आउ से जोसेफ को उन्नत आड़ को नेकिना उच्च उच्च आसन रे से बसाइले और जोसेफ मध्य विनाश थारु से रक्षा पाइले एई परी प्रिय प्रभुकर लोक माने आ माने जदि देखिबा कोलोसियो तार 3 पर्व 12 पद रे से लिखा जाउची कोलोसियो 3 पर्व 12 पद रे लिखा जाउची ना पार्थिव विषय रे आसक्त न होई ऊर्ध्वस्थ विषय रे आसक्त हो अर्थात जगतर विषय रे आसक्त न होई स्वर्गर विषय रे आसक्त हो बोली प्रभुଙ୍କର वाक्य कहे ए जगतर जेते मंद विषय अछि एटा को हमें लोभ न करी ए मंद विषय प्रति माने आसक्त न होई मंद विषय को माने न देखि माने स्वर्गर विषय को देखिया पे परमेश्वर कहउछंती स्वर्ग राज्य माने की पर प्रवेश करबा तार ऊपर तुमे माने देखो तार ऊपर तुमे माने लोभ करो एटा परमेश्वर आज तार वाक्य माध्यम रे आमान को शिक्षा दउछंती आ सेठी आमाने जदि देखबा आउ गोटे लोक जीवन केमती पछको बा कोनसी विषय रे जगतर विषय प्रति आसक्त होई तार जीवन केमती बर्बाद हो जाउची आमान जदि देखिबा द्वितीय तिमोथी तार 4 पर्व 10 पद रे लिखा जाए जे द्वितीय तिमोथी 4 पर्व 10 पद रे कोन लिखा जाउची आमान देखिबा कारण दिमा ए वर्तमान संसार को प्रेम करी मते परित्याग करियछि और थेसलोनिकियों को जाइयछि क्रेसनेस गालातियान को अतीत तिमोथियान को जाइयछंती एटा माने देखुछु प्रिय मंडली जे बीमा बोली गोटे व्यक्ति पाउल संगरे कार्य करूथिले प्रेरित पाउल सहित कार्य करूथिले किंतु जेते बेले आ बीमा तांकर नाम अछि बीमा से जगत प्रति से आसक्त हो गले मैं पाउल सहित जाउची पाउल सहित जगले मते नाना प्रकार पाउल को तो निंदा ताड़ना करथिले प्रचार सुसमाचार प्रचार कार्य समय रे सेते बेले ये मध्य निश्चयता सामने थिले तो आपको मध्य लोक कोन कोन कहथिबे काइना जीसुकर विषय दे से शिक्षा दउथिले बीमा को मध्य नाना प्रकार निंदा ताड़ना आसीथिबो दुख कष्ट आसीथिबो और ए प्रेरित पाउल तो कुडी में भल सेबी भल रे खाइबे एटा से ग्रोथ को दउन थिले किपरि प्रभुकर सुसमाचार कोणे कोणे प्रचार हे पारिबो तार ऊपर से ग्रोथ को दउथिले आ जेतबेले बीमा पाउल संगे गुरुथिले दिन एमती आसला जे ताको जगतर समस्त विषय आसक्त करदा जे ए जगतर समस्त सुख आराम आनंद ताको जीवन को आसक्त कर देला जो द्वारा से कोन कले ना से पाउलकर संग छाड़ी देले पाउलकर सांग हेबाटा से छाड़ी देले तापर से एमती की सुसमाचार कार्य बा सेवा कार्य मध्य बंद कर देले ए बीमा बे सुसमाचार कार्य प्रभुकर वाक्य प्रचार करबाटा मध्य से छाड़ी देले जेहेतु से ए जगत प्रति से आसक्त हो गले प्रेरित पाउलकर सहित मध्य से छाड़ी देले एई परि प्रिय प्रभुकर लोक माने आमान जेतले प्रभुकर दास मान सहित मध्य आमान घनिष्ठ हेबा
ତାହେଲେ ଆମେ ଭାବିବା ନାହିଁ ଯେ ଆମର ପ୍ରଭୁଙ୍କର ଦାସଙ୍କ ସହିତ ମୁଁ ଅଛି, ମତେ ଏଇ ଜଗତର ଏଇ ସଂସାରର ସମସ୍ତ ସୁଖ ସମସ୍ତ ପ୍ରକାର ଆବଶ୍ୟକ ବିଷୟ ଆମକୁ ମିଳିଯିବ ବୋଲି। କିନ୍ତୁ ନାଇଁ, ପ୍ରଭୁଙ୍କର ଦାସମାନଙ୍କ ସହିତ ଆମେ ଥିଲେ ପ୍ରଭୁଙ୍କର ବାକ୍ୟ ତ ଲେଖା ଯାଇଛି, ମୋ ନାମରେ ତୁମମାନଙ୍କୁ ନାନା ପ୍ରକାର ଦୁଃଖ କଷ୍ଟ ସହ୍ୟ କରିବା ପାଇଁ ପଡିବ। ତ ପ୍ରଭୁଙ୍କର ଦାସମାନେ ପ୍ରଭୁଙ୍କର ଲାଗି ସେମାନେ ସମସ୍ତ ପ୍ରକାର ସୁଖ ବିଷୟକୁ ଜଗତର ବିଷୟକୁ ପରିତ୍ୟାଗ କରି ସେମାନେ ଆଉ ସ୍ୱର୍ଗୀୟ ବିଷୟ ସେମାନେ ଚିନ୍ତା କରନ୍ତି। ତେଣୁ ଆମେ ଯେତେ ଜଣ ବି ତାଙ୍କର କଣ୍ଟାକ୍ଟରେ ଆମେ ଆସିବା, ପ୍ରଭୁଙ୍କର ଦାସମାନଙ୍କ ସହିତ ରହିବା, ଆମ ଜୀବନରେ ମଧ୍ୟ ଏଇ ପାର୍ଥିବ ବିଷୟ এই জগতর বিষয় আমার জীবনে আসক্ত হেবা কথা নাহি, বা আমি মানে এই জগতর বিষয় প্রতি লোভ হেবা কথা নাহি। আমার পরমেশ্বরଙ୍କର ସେ ସ୍ୱର୍ଗ ରାଜ୍ୟର ଯୋଉ ଅକ୍ଷୟ ଅନନ୍ତ ଜୀବନର ମୁକୁଟ ଆମେ ପ୍ରାପ୍ତ ହେବା ପାଇଁ ଆମେ ଆସକ୍ତ ଆମେ ହେବା ପାଇଁ ପଡିବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ସେଦିନ ତ ଲଟଙ୍କର ସ୍ତ୍ରୀ ସେଇ ଜଗତର ସମସ୍ତ ପ୍ରକାର ସେ ସଦମ ହମରାର ତାର ସମସ୍ତ ଧନ ସମ୍ପତ୍ତିକୁ ସେ ଲୋଭ କଲା। ସେଇଟା ତାର ମନରେ ପଡିଗଲା। କେ ଜାଣେ ତାର ଭଲ ଭଲ ସାଙ୍ଗସାଥି ଥିଲେ, ସେଇ ଗାଁରେ ତାର ଭଲ କଠା ବାଡ଼ି ବି ଭଲ ଘର ବି ଥିଲା। ଏଇ ସବୁ ବିଷୟକୁ ସେ ଛାଡ଼ିବା ପାଇଁ ବହୁତ କଷ୍ଟ ହେଲା, ତାର ମନରେ ରହିଯାଇଥିଲା। ତେଣୁ ସେ ଯେତେ ପ୍ରଭୁଙ୍କ ପାଖରେ ଯାଇ ରକ୍ଷା ପାଇବି ଗଲା, କିନ୍ତୁ ତାର ମନରେ ତାର ପଛର ବିଷୟ ସବୁ ତାକୁ ମନେ ପକାଇ ଦଉଥିଲା। କେମିତି ତୁ ଛାଡ଼ି କରି ଯିବୁ, କେମିତି ତୁ ମତେ ଭୁଲି ଯିବୁ, ଏଇ ସବୁ ବିଷୟ ତାର ଆଖି ଆଗରେ ନାଚି ଯାଉଥିଲା, ତାର ଅନ୍ତଃକୋଣରେ ନାଚି ଯାଉଥିଲା, ଯୋଉ ଦ୍ୱାରା ସେ ତାକୁ ଭୁଲି ପାରିଲା ନାହିଁ। ଆହୁରି ଗଲା ବେଳକୁ ଟିକେ ହେଲେ ପଛକୁ ଦେଖିକରି ଯିବି ଗଲା ବେଳେ ସେ ଭାବି ବୋଧହୁଏ ପଛକୁ ସେ ଦେଖି ଦେଇଛି, ଯୋଉ ଦ୍ୱାରା ସେ ଆଜି ଗୋଟେ ଲୁଣର ଖମ୍ବ ସେ ଆଜି ହେଇଯାଇଛି। ତ ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମକୁ ମଧ୍ୟ ଆଜିକାଲି ମାନେ ଏ ଜଗତ ମଧ୍ୟରେ ସଂସାରର ସମସ୍ତ ମୋହମାୟା, ସଂସାରର ସମସ୍ତ ଧନ ସମ୍ପତ୍ତି ପାଇଁ ଆମେ ପ୍ରଭୁଙ୍କୁ ମଧ୍ୟ ଆମେ ବେଳେ ବେଳେ ପାଶରି ଯାଉଛୁ, ପ୍ରଭୁଙ୍କୁ ସମୟ ଦେବାଟା ଆମେ ପାଶରି ଯାଉଛୁ। ଆମେ ସମସ୍ତ ମନ୍ଦ ବିଷୟକୁ ଦେଖୁଛୁ, ଏଇ ଜଗତର ସୁଖ ଏସ୍ ଆରାମକୁ ଆମେ ଦେଖୁଛୁ, କିନ୍ତୁ ଆଗରେ ଯେ ଆମମାନଙ୍କର ପରମେଶ୍ୱର ଆମମାନଙ୍କୁ ଉତ୍ତମ ବିଷୟ ରଖିଛନ୍ତି, ଆମମାନଙ୍କୁ ଅନନ୍ତ ଜୀବନ ରଖିଛନ୍ତି, ଆମମାନଙ୍କୁ ସବୁ ଦିନ ପାଇଁ ସଦା ସର୍ବଦା ସୁଖରେ ରଖିବା ପାଇଁ ଚାହୁଁଛନ୍ତି, ସେଇ ବିଷୟକୁ ଆମେ ଦେଖୁନୁ। ତେଣୁ ପରମେଶ୍ୱର ସବୁବେଳେ ଚାହାନ୍ତି ଯେ ଏଇ ଲୋକଙ୍କ ପରିବାରକୁ ମଧ୍ୟ ପ୍ରଭୁ ପରମେଶ୍ୱର ବହୁତ ଚେଷ୍ଟା କଲେ ଯେ ପରିବାରର ଗୋଟେ ଲୋକ ମଧ୍ୟ ବିନଷ୍ଟ ନ ହଉ। ବହୁତ ଚେଷ୍ଟା କରି ସମସ୍ତ ପ୍ରକାର ତାଙ୍କର ବାକ୍ୟ ଦେଲେ, ତାଙ୍କର ଦୂତ ମାନଙ୍କୁ ଦେଇ ଖବର ଦେଲେ, ଏମିତିକି ଦୂତ ମାନେ ତାଙ୍କୁ ଟାଣି ଟାଣି ସେ ବାହାର କଲେ, ହେଲେ ବି ପରିବାର ମଧ୍ୟରୁ ଜଣେ ଆଉ ସେ ବିନାଶ ହେବାଟା ହେଲା। ଯେହେତୁ ସେ ଜଗତ ପ୍ରତି ତାର ସମସ୍ତ ଜାଗତିକ ପାର୍ଥିବ ବିଷୟ ପ୍ରତି ସେ ଆସକ୍ତ ହେଲା, ଯୋଉ ଦ୍ୱାରା କି ତାର ପରିଣାମ ଆଜି ଅନନ୍ତ କାଳ ପାଇଁ ସେ ବିନାଶ ହେଇଗଲା, ଯୋଉଟାକି ପବିତ୍ର ବାଇବଲରେ ଇତିହାସରେ ଆଜି ଲିପିବଦ୍ଧ ହେଇକିନା ରହିଲା। ତେଣୁ ଏ ମନ୍ଦ ବିଷୟରେ ମନ୍ଦ କାମ କରି ପ୍ରଭୁଙ୍କ ଠାରୁ ବିନାଶ ହୋଇ ଆମର ଇତିହାସ ଯଦି ରହୁଛି, ତାର କିଛି ଭ୍ୟାଲୁ ନାହିଁ, ତାର କିଛି ଲାଭ ନାହିଁ। କିନ୍ତୁ ଯିଏ ପ୍ରଭୁଙ୍କ ଠାରେ ଆସକ୍ତ ହୋଇ ତାର ଜୀବନରେ ଯଦି କୌଣସି ପ୍ରକାର ଦୁଃଖ କଷ୍ଟ ଆସିଲା, ତାର ଯଦି କିଛି ଇତିହାସ ବି ଯଦି ରହିଲା, ସେଇଟା ଯୁଗେ ଯୁଗେ ତାଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ଲୋକମାନେ ତାଙ୍କୁ ସ୍ମରଣ କରୁଥିବେ, ତାଙ୍କୁ ସବୁବେଳେ ତାଙ୍କର ସେ ଉତ୍ତମ ବିଷୟକୁ ଆଉ ମନେ ପକାଉଥିବେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ତାଙ୍କର ଶିଷ୍ୟମାନଙ୍କର ମନର କଥାକୁ ଜାଣି ପଛର ବିଷୟକୁ ଯେପରି ନ ଚାହଁ, ଏଥିପାଇଁ ସେ ଏଇ ଲୋଟଙ୍କର ସ୍ତ୍ରୀଙ୍କର କଥା ଟିକେ ମନେ ପକାଅ ବୋଲି ପ୍ରଭୁ ତାଙ୍କର ବାକ୍ୟ ମାଧ୍ୟମରେ ଆଉ ଶିଷ୍ୟମାନଙ୍କୁ ଶିକ୍ଷା ଦଉଛନ୍ତି। ତ ପ୍ରଭୁ ଆସନ୍ତୁ ଆମ ସମସ୍ତଙ୍କୁ ଆଜିର ଦିନରେ ଏ ପବିତ୍ର ବାକ୍ୟର ଶିକ୍ଷା ମାନଙ୍କୁ ପ୍ରଦାନ କରି ଆମମାନଙ୍କୁ ମଧ୍ୟ ବୁଦ୍ଧି ଜ୍ଞାନ ଦିଅନ୍ତୁ, ଯେପରିକି ଆମେ ଏଇ ଜଗତର ସମସ୍ତ ମନ୍ଦ ବିଷୟକୁ ଆମେ ପରିତ୍ୟାଗ କରି ଆମେ ଆମଙ୍କର ସମ୍ମୁଖରେ ଆମଙ୍କର ସାମ୍ନାରେ ଯୋଉ ପରମେଶ୍ୱରଙ୍କ ଉତ୍ତମ ବିଷୟ ଅଛି, ତାକୁ ଆମେ ଦେଖିକରି ଆମେ ଆଜିର ଦିନରେ ଆମେ ଈଶ୍ୱରଙ୍କର ଆଶୀର୍ବାଦ ପାଇବା। ଏଥିପାଇଁ ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆମେନ୍।